ଦେଖନ୍ତୁ ଗତ 11/1/2024 ତାରିଖ ଦିନ ଆମର କମ୍ପ୍ଲେନେଣ୍ଟ ବିକାଶ ବେହେରା ରାଜୀବ ନଗର ସେ ରିପୋର୍ଟ କରିଥିଲେ ତାଙ୍କ କ୍ରେଡିଟ୍ କାର୍ଡ଼ରୁ ଟୋଟାଲ 3,33,418 ଟଙ୍କା କି ଗୋଟେ ଫ୍ରଡ୍ କରିକି ନେଇଯାଇଛି। ତ ସେଥିରେ ଆମର ସାଇବର ପିଏସ୍ କେସ୍ ନମ୍ବର 3/2024 ରେଜିଷ୍ଟ୍ରେସନ ହେଇଥିଲା ଏବଂ ସେଥିରେ ଆମର ଯେଉଁ ଆଇଆଇସି ଅଛନ୍ତି ବର୍ତ୍ତମାନ ଜ୍ୟୋତ୍ସ୍ନା ବେହେରା ଏବଂ ତାଙ୍କର ଟିମ୍ ସେମାନେ ତଦନ୍ତ କରୁଥିଲେ ଏବଂ ତଦନ୍ତ କଲା ପରେ ସେଥିରେ ଜଣାପଡ଼ିଥିଲା ଯେ 2 ଜଣ ପିଲା ଗୋଟେ ଜଣ ହେଉଛି ଅମନ ସାହୁ ଶାନ୍ତିପଡ଼ାର, ଆଉ ଜଣେ ହେଉଛି ସୌମିତ୍ରୀ ଶଙ୍କର ଶତପଥୀ ସୋନପୁରର। ଏ ଜଣ ଜବାହାର କଲେଜରେ ପାଠ ପଢ଼ୁଥିଲେ ଏବଂ ଇନ୍ ଦ ମିନ୍ ଟାଇମ୍ ଅମନ ସାହୁ ବିଇଡ଼ି କଲା ଆନ୍ଧ୍ରା ବିଇଡ଼ି ଏବଂ ସୌମିତ୍ରୀ ଶତପଥୀ ସିଏ ଯେଉଁ ଆକ୍ସିସ୍ ବ୍ୟାଙ୍କର ରିଲେସନସିପ୍ ଅଫିସର କ୍ରେଡିଟ୍ କାର୍ଡ଼ର ଥିଲା 2022ରୁ 2023 ଭିତରେ। ତାରି ଭିତରେ ସେ ଗୋଟେ ଯେଉଁ ଏଇ ଯେଉଁ କମ୍ପ୍ଲେନେଣ୍ଟର ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ ଥିଲା, ସେ ହ୍ୱାଟ୍ସଆପ୍ ଗ୍ରୁପ୍ରୁ ତାଙ୍କର ଯେଉଁ ଆକ୍ସିସ୍ ବ୍ୟାଙ୍କର ସେଇଥିରୁ ଏଇ ଯେଉଁ କମ୍ପ୍ଲେନେଣ୍ଟ ବିକାଶ ବେହେରାର କ୍ରେଡିଟ୍ କାର୍ଡ଼ ନମ୍ବରଟା ସେ ପାଇଯାଇଥିଲା। ପାଇଲା ପରେ ସେ 2 ଜଣ ଯାକ ଯେଉଁ ମାନେ ଟଙ୍କା ଫଲ୍ଟ ଉପାୟରେ ଅଧିକ ଟଙ୍କା ଆୟ କରିବା ପାଇଁ ସେମାନେ କ'ଣ କଲେ ଯେ ସେ ବିକାଶ ବେହେରାକୁ ଫୋନ୍ କଲେ ଯେ ତୁମର କ୍ରେଡିଟ୍ କାର୍ଡ଼ ଅପଡେଟ୍ ହେବ ଆଉ ମୁଁ ଗୋଟେ ବ୍ୟାଙ୍କ ଷ୍ଟାଫକୁ ପଠାଉଛି। କହିଲା ପରେ ଅମନ ବେହେରା ତା ପାଖକୁ ଗଲା ଏବଂ ଗଲା ପରେ ସେଠି ସେ ଯେଉଁ ତାର ଆକ୍ସିସ୍ ତାଙ୍କର କହିଲା ଯେ ତୁମର ରିକ୍ୱେଷ୍ଟ ପଠାଇବାକୁ ପଡ଼ିବ ଏବଂ ସେ ଆକ୍ସିସ୍ ବ୍ୟାଙ୍କ ଆପ୍ଲିକେସନ୍ ଯେଉଁଟା ଥିଲା ସେଥିରେ ଯେଉଁ ମୋବାଇଲ ନମ୍ବର ରେଜିଷ୍ଟର୍ଡ ମୋବାଇଲ ନମ୍ବର ଥିଲା ବିକାଶ ବେହେରାଙ୍କର ତାର ଜାଗାରେ ଚେଞ୍ଜ କରିକି ନିଜର ମୋବାଇଲ ନମ୍ବରଟା ସେମାନେ ଦେଇଥିଲେ ଏବଂ ଦେଇଦେଲା ପରେ ସେ ଯେହେତୁ ତାପରେ ସେଇଠୁ ଏଇ ଯେଉଁ ସୌମିତ୍ରୀ ଶତପଥୀ ସିଏ ତାକୁ ଆକ୍ସେସ୍ କଲା ଏବଂ ଥରେ 43,999 ଆଉ ଥରେ 91,800 65,990 75,990 22,990 32,640 ଟୋଟାଲ 3,33,418 ଟଙ୍କା ସେମାନେ ନେଇଯାଇଥିଲେ ଏବଂ ସେଟା କଲା ପରେ ଆମର ସାଇବର ଯେଉଁ ଅଛନ୍ତି ଏସ୍ଆଇ ଆକାଶ ସାମଲ ଏବଂ ଅବିନାଶ ନାୟକ 2 ଜଣ ଯାକ ମିଶିକି ସେ କେସ୍ଟାକୁ ତଦନ୍ତ କରିଥିଲେ ଏସ୍ପି ବଲାଙ୍ଗୀର ସାହେବଙ୍କ ନିର୍ଦ୍ଦେଶ କ୍ରମେ ସିରିୟସଲି ନେଇକି ଏବଂ ସେଥିରେ ଏଇ 2 ଜଣଙ୍କୁ ଆରେଷ୍ଟ କରାହେଇଛି। ତାଙ୍କ ପାଖରୁ ଟୋଟାଲ 2,08,978 ଟଙ୍କା ରିକଭର ହେଇଛି। ତାଙ୍କର ଯେଉଁ 2ଟା ମୋବାଇଲ ସେମାନେ ୟୁଜ୍ କରିଥିଲେ ସେଇ ମୋବାଇଲଟା ବି ରିକଭର ହେଇଛି ଏବଂ ତାଙ୍କର ଗୋଟେ ATM କାର୍ଡ଼ ମଧ୍ୟ ଜବତ କରାହେଇଛି। 2 ଜଣ ଆରେଷ୍ଟ ହେଇଛନ୍ତି ଏବଂ ଆଜି ଫରୱାର୍ଡ ହେଇଛନ୍ତି ଏବଂ ସେମାନେ ସେ ଯେଉଁ ନମ୍ବର ୟୁଜ୍ କରିଥିଲେ ସିମ୍ଟା ତାପରେ ସବସିକ୍ୱେଣ୍ଟ ତାକୁ ଭାଙ୍ଗିକି ସେମାନେ ଫିଙ୍ଗି ଦେଇଥିଲେ, କିନ୍ତୁ ଆମର ସାଇବର ଟିମ୍ ସକ୍ସେସଫୁଲ ଉପାୟରେ ତାକୁ ଇନଭେଷ୍ଟିଗେସନ କରିକି 2 ଜଣଙ୍କୁ ଧରିଛି ଏବଂ ଆରେଷ୍ଟ କରିକି କରାଯାଇଛି। ନାଇଁ ଆଗରୁ ତ ଆମେ ଦେଖୁଥିଲୁ, ବର୍ତ୍ତମାନ ଜଣାପଡ଼ିନି, କିନ୍ତୁ ତଥାପି ବର୍ତ୍ତମାନ ତଦନ୍ତ ଚାଲିଛି। ଯଦି ଅଧିକା କିଛି ବାହାରିବ ନିଶ୍ଚିତ ଭାବରେ ଆମେ ଆପଣମାନଙ୍କୁ ଜଣାଇବୁ।